ଏ ଦୁନିଆରେ ଯୁଆଡ଼କୁ ଗଲେ ବି ସବୁ କଥା ମିଳିପାରେ, କିଛି କିଛି କଥା ମିଳିବନି କି ଦୋକାନୀ ପାଖରେ ନଥିବ, କିନ୍ତୁ ଗୋଟିଏ ଦ୍ରବ୍ୟ ସେ କେବେ ବି ମିଳିବନି, କାହାରି ପାଖରେ ସେ ନଥାଏ। ସେ କେବଳ ମଣିଷ ଭିତରେ ଅଛି, ଆଉ କାହାରି ଭିତରେ ନାହିଁ। ମଣିଷ ସେ ଯେମିତିକିଆ ମଣିଷ ହଉ, ପାଠ ଶାଠ ଧନୀ ଦରିଦ୍ର, ସେ ଯେମିତିଆ ମଣିଷ ହଉ, ସିଏ ମଣିଷର ମସ୍ତିଷ୍କ ଭିତରେ ଗୋଟିଏ ଅପୂର୍ବ ଶକ୍ତି ଭଗବାନ ଅନନ୍ତ ରଖିଛନ୍ତି। ସେ ଶକ୍ତିକୁ ଯୁଆଡ଼େ ପ୍ରୟୋଗ କଲେ ବି ସେ ଶକ୍ତି କାର୍ଯ୍ୟ କରିବ। ସେ ଶକ୍ତି ହେଉଛି ଦିବ୍ୟ ଜ୍ଞାନ। ଯଦି ଆମେ ମଣିଷ ଜନ୍ମ ପାଇ ଆମ ଭିତରେ ଯଦି ଦିବ୍ୟ ଚିନ୍ତା, ଦିବ୍ୟ କଥା ଏସବୁ ଯଦି ନ ରହିଲା ବା ରହିବନି, ସେଇ ମଣିଷଟି ସମାଜରେ ନିନ୍ଦିତ ହୁଏ ଏବଂ ତାକୁ ଲୋକ ମଣିଷ ବୋଲି କହନ୍ତିନି। ତାକୁ ଏମିତି ଗୋଟେ ଅସୁର ଫସୁର ଯେମିତି ଗୋଟେ ଘୂଣ୍ୟ ମଣିଷ ଭଳି ତାକୁ ବ୍ୟବହାର କରନ୍ତି। ମନୁଷ୍ୟ ଗୋଟେ ଏମିତି ଜୀବ, ଯେତେ ଜୀବ ଏ ଜଗତରେ ଅଛନ୍ତି, ସବୁ ଜୀବଙ୍କୁ ଆପଣ ଲକ୍ଷ୍ୟ କରିବେ, ସତ୍ସଙ୍ଗ ପ୍ରେମୀ କେବଳ ହିଁ ମଣିଷ। ମଣିଷ ଯଦି ସତ୍ସଙ୍ଗ କରେ, ସତ୍ ଚିନ୍ତା, ସତ୍ କର୍ମ, ସତ୍ ସଂଘ ଇତ୍ୟାଦି ଏସବୁକୁ ଯଦି ମଣିଷ ଗ୍ରହଣ କରେ, ତାହେଲେ ସେଇ ମଣିଷ ତାର ଜୀବନ ପ୍ରଦୀପଟି ସୁନ୍ଦର ଭାବରେ ଶେଷ ପର୍ଯ୍ୟନ୍ତ ଜଳୁଥିବ। ସେ ଦୀପଟି ତ ଲିଭିବାର ପ୍ରଶ୍ନ ଉଠୁନି, ଯେତେବେଳେ ଲିଭିବ ସେତେବେଳେ ସେ ମଣିଷ ସେତେବେଳେ ଦିବ୍ୟ ଜ୍ଞାନରୁ ଦୂରେଇ ଯିବ। ସେଥିପାଇଁ ଭାଗବତରେ ମଧ୍ୟ କହିଲେ, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ଭିତରେ ଯଦି ଦିବ୍ୟ ଜ୍ଞାନ ରହିଲା, ଦିବ୍ୟ ଜ୍ଞାନ ପୁଣି କ'ଣ? ତାକୁ ବି କିଛି ଲୋକ କିଛି ପ୍ରକାରର ଭିନ୍ନ ଭିନ୍ନ ପ୍ରକାରର ବ୍ୟାଖ୍ୟା କରନ୍ତି, କିନ୍ତୁ ଦିବ୍ୟ ଜ୍ଞାନଟି ହେଉଛି ଯେ ମଣିଷ ଯେମିତିଆ ଘରେ ଜନ୍ମ ହଉ, ଯେତିକି ସେ ପାଠ ପଢ଼ୁଛି ପଢ଼ୁ, ତା ପାଖରେ ଯେତିକି ଧନ ରହିବା କଥା ରହୁ, ଏସବୁ ଠିକ୍, କିନ୍ତୁ ମଣିଷ ଭିତରେ ଗୋଟେ ମଣିଷ ପଣିଆ ଯଦି ନ ରହିଲା, ମଣିଷ ପଣିଆ ନଥିବା ମଣିଷଟି ସିଏ ମଣିଷ ଭଳି କଥା କହୁଥିଲେ ବି ତା କଥା ସମସ୍ତଙ୍କୁ ଘୃଣ୍ୟ ଲାଗେ
ତାକୁ ଦେଖିଲେ ବି ସମସ୍ତେ ତାକୁ ଉପେକ୍ଷା କରନ୍ତି ବା ତା ସହିତ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତି ନାହିଁ। ଆପଣମାନେ ଜାଣିଛନ୍ତି ଅର୍ଜୁନ ଯୁଦ୍ଧ କରିବାକୁ ଆସିଥିଲେ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଯୁଦ୍ଧ ଶିକ୍ଷା କରି ସେ ମହାଭାରତ ଯୁଦ୍ଧକୁ ଆସିଥିଲେ। ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣଙ୍କ ଭଳି ଦିବ୍ୟ ପୁରୁଷଙ୍କର ସଙ୍ଗ ଲାଭ କରିଥିଲେ। ଏତେ ବଡ଼ ସଂସ୍କାର ସେ ପାଇକିରି ମଧ୍ୟ ତାଙ୍କ ମୁଣ୍ଡ ଭିତରେ ଗୁରୁ କୃପାର କଥା ରହିଲାନି। ମୁଁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ, ମୁଁ ପରଶୁରାମ ବା ଅନ୍ୟାନ୍ୟ ମହାଯୋଦ୍ଧାମାନଙ୍କର ମୁଁ ହେଉଛି ଶିଷ୍ୟ, ଇଏ କଥା ତାକୁ ସେ ଭୁଲିଗଲା। ଯଦିଓ ନ ଭୁଲିଛି, ସେ କଥାଟା ତା ମୁଣ୍ଡ ଭିତରେ କିଛି ରହିଲାନି। ତେଣୁ ସେ ମଣିଷ ହେଲେ ବି ସେଇ ମଣିଷଟି ଗୋଟିଏ ପଶୁ ସହିତ ସମାନ। ସେ ମଣିଷର ଆକୃତି ପାଇଛି, ମଣିଷର ଯାହା ଅଛି ତା ଭିତରେ ବି ସେଇଆ ଅଛି, ସେଇ ଆକୃତି ଅଛି, କିନ୍ତୁ ତା ଭିତରେ ଜ୍ଞାନ ନାହିଁ କି ଦିବ୍ୟ ଜ୍ଞାନ ନାହିଁ କିମ୍ବା ଈଶ୍ୱରାର୍ପିତ ପ୍ରାଣ ମଧ୍ୟ ନାହିଁ। ଆପଣମାନେ ଦେଖନ୍ତୁ, ଆମେ ଯିଏ ଏଠି ବସିଛେ, ଆମେ ଏ ଦୁନିଆରେ କେତେ ଦିନ ରହିବା, ଏଇଟାକୁ ଆଗ ମନେ ମନେ ହିସାବ କରନ୍ତୁ। ଆମେ ଏ ସଂସାରକୁ ଆସିଥିଲୁ, ଅମୁକ ମସିହାରେ ଆମେ ଜନ୍ମ ହେଇଥିଲୁ, ଅମୁକ ଗାଁରେ ଜନ୍ମ ହେଇଥିଲୁ, ଆମର ବାପା ଆଉ ମା ଅମୁକ ଅମୁକ ନାଁରେ ନାମିତ ହେଇଛନ୍ତି। କିନ୍ତୁ ଆମେ ସଂସାରକୁ ଆସିଲୁ, ଆମ ପାଇଁ କେତେ ଆନନ୍ଦ ଉତ୍ସବ ସବୁ ହେଲା, କିନ୍ତୁ ଆମେ ଏ ସଂସାରରେ ଯେଉଁ ରହିଛୁ, କେତେ ଦିନ ରହିବୁ? ଗୋଟିଏ ମଣିଷ ତୀର୍ଥ କରିବାକୁ ଗଲା, ଧର୍ମଶାଳା ଖୋଜିଲା, ଧର୍ମଶାଳାଟି ମିଳିଲା, ସେଇ ଧର୍ମଶାଳାରେ ସେ ରହିଲା। କେତେ ଦିନ ସେ ରହିବ? ସେ ଯଦି 2 ଦିନ କି 3 ଦିନ କି ଏମିତି ଯଦି ରହିବ, ତାହେଲେ ଧର୍ମଶାଳାର ମାଲିକଙ୍କର କିଛି ଆପତ୍ତି ନାହିଁ। ସିଏ ଯଦି କହିବ ଯେ ମୁଁ ଏଇଠି ସବୁଦିନେ ରହିବି, ତାକୁ କ'ଣ ଧର୍ମଶାଳା ମାଲିକ ତାକୁ ରଖିବ? ତୁ ସବୁଦିନ ରହିବା ଭଳିଆ ମଣିଷ ନୁହେଁ କି ଏ ଜାଗା ମଧ୍ୟ ସେଇଆ ନୁହେଁ। ତେଣୁ ଆମେ ସମସ୍ତେ ପୃଥିବୀ ରୂପକ ଧର୍ମଶାଳାର ଆମେ ହେଉଛୁ ଜଣେ ଜଣେ ପଥିକ। ଯେଉଁ ଧର୍ମଶାଳା ଗୃହଟି ଆମକୁ ଦିଆଯାଇଛି, ଆମର ଦାୟିତ୍ୱ ହେଉଛି ତାକୁ ପରିଷ୍କାର ପରିଚ୍ଛନ୍ନ କରି ରଖିବା। ଆମେ ଯଦି କିଛି କରିବାନି, ଖାଲି ଧର୍ମଶାଳାର ପ୍ରଶଂସା କଲେ, ନିନ୍ଦା କଲେ, ସେଥିରେ କ'ଣ ଧର୍ମଶାଳା ବାଲା ଖୁସି ହେବେ? ତେଣୁ ଏ ଘରେ ମାନବ କୁଣିଆ, ଯେମିତି କୁଣିଆ ଆମ ଘରକୁ ଆସନ୍ତି,
ଦିନେ ଦୁଇ ଦିନ ରହନ୍ତି, ତାପରେ ତାଙ୍କୁ ରହିବା ପାଇଁ କହିଲେ ବି ସେ ରହନ୍ତିନି, ସେ ଗୋଟେ ଆଳ ଦେଖେଇକି ପଳାନ୍ତି। ସେମିତି ଇଏ ପୃଥିବୀ ରୂପକ ଧର୍ମଶାଳାର ଆମେ ମଧ୍ୟ ଜଣେ ଜଣେ ଅତିଥି ବା କୁଣିଆ। ଆମେ ଏଠି କିଛି ଦିନ ରହିବୁ, ତାପରେ ଆମ ବାଟ କାଟି ଆମେ ଆମର ଯିବୁ। ତମେ ଯଦି କହିବ ମୋର ପୁଅ ବାହାଘର ହେଇନି, ଝିଅ ବାହାଘର ହେଇନି, ଛାତ ପଡ଼ିନି, ଏମିତି ଯଦି ଗୋଟେ ବାହାନା ସବୁ ଦେଖାଇବ, କିନ୍ତୁ ଯମରାଜା ଯିଏ ଆମକୁ ନେବ, ସେ କ'ଣ ଆମକୁ ଛାଡ଼ିଦେବ? ଦଣ୍ଡେ ନିମିଷେ କ୍ଷଣେ ଲେଶେ, ଯଦି ଏତିକି ବି ଆମ ଜୀବନ ଥିବ, ସେଇ ପର୍ଯ୍ୟନ୍ତ ଆମେ ଦୁନିଆରେ ବଞ୍ଚିବା। ତେବେ ଏ କଥା କହିବାର ଉଦ୍ଦେଶ୍ୟ ହେଉଛି, ଜୀବନରେ ଆପଣମାନେ ସବୁ ପାଇଛନ୍ତି। ଜନ୍ମ ହେଲେ ବାପ ମାଙ୍କ କୋଳରେ ବସିଲେ, ପାଠ ପଢ଼ିଲେ ଗୁରୁ ବା ବିଦ୍ୟା ଗୁରୁଙ୍କ ପାଖରେ ବସିଲେ, ତାପରେ ଖେଳିଲେ, ସାଙ୍ଗସାଥିମାନଙ୍କ ସହିତ ଖେଳିଲେ, ବିବାହ ହେଲେ, ସ୍ୱାମୀ ସ୍ତ୍ରୀ ଜୀବନ ଯାପନ କଲେ, ପୁଅ ଝିଅ ହେଲା, ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ଆପଣ ମାନେ ଯେମିତି କିଛି ଅବହେଳା ନ ହେଉ, ସେଥିପାଇଁ ମଧ୍ୟ ଆପଣମାନେ ଚିନ୍ତା କଲେ, ସବୁ କଥା କରିଛନ୍ତି। ଯଦି ଜୀବନରେ ଗୁରୁ କୃପା ପାଇନାହାନ୍ତି, ପିତାମାତା ଆପଣଙ୍କ ଉପରେ ବହୁତ ଅସନ୍ତୋଷ, ବହୁତ ଅସନ୍ତୋଷ। ଏଇ ଆମେ ଯେତିକି ଏଇଠି ବହିଛେ, ଆମକୁ ଯଦି କେହି ସମୀକ୍ଷା କରେ, ଆରି ଭିତରେ ସବୁଯାକ ରୋଗୀ ଅଛନ୍ତି। ମାନସିକ ରୋଗୀ ଅଛନ୍ତି, ପିତୃମାତୃ ଅପରାଧୀ ରୋଗୀ ଅଛନ୍ତି, ଗୁରୁ ଅପରାଧୀ ରୋଗୀ ଅଛନ୍ତି, ସବୁଯାକ ଆରି ଭିତରେ ଅଛନ୍ତି। ଆମେ ଏଠି 10-30 ଜଣ ବହିଛୁ, କିନ୍ତୁ ଏତିକି ଲୋକ ଭିତରେ ମଧ୍ୟ ସବୁ ପ୍ରକାର ରୋଗୀ ଅଛନ୍ତି। କିଏ ବାପ ମାଙ୍କ ଠାରୁ ଦୂରେଇ ଯାଉଛି, କେଉଁଠି ସ୍ୱାମୀ ସ୍ତ୍ରୀ ଭିତରେ ମଧ୍ୟ ପଡ଼ୁନି। ଯେଉଁମାନେ ସାଧକ ଆତ୍ମାମାନେ ଅଛନ୍ତି, ସାଧନା କରିବା ପାଇଁ, ଭଗବତ କୃପା ଲାଭ କରିବା ପାଇଁ ଘର ଦ୍ୱାର ଛାଡ଼ି ଆସିକିରି ଏଠି ପହଞ୍ଚିଲେ, ସେମାନେ ଆସିକିରି କେଉଁ ସାଧନା ଭଜନ ଯଦି କରୁଥିବେ, ଜମା କରୁନାହାନ୍ତି ବୋଲି କହିବା ଭୁଲ ହେବ, କିନ୍ତୁ ଯଥେଷ୍ଟ କ'ଣ କରୁଛନ୍ତି? ଯେଉଁମାନେ ପ୍ରକୃତରେ ସାଧକ, ସେ ଅହରହ ଗୁରୁ କୃପା ପ୍ରାପ୍ତି ପାଇଁ ସେ ଜୀବନକୁ ଉତ୍ସର୍ଗ କରିଛି। ଆପଣମାନେ ଏଇ ବୈଷ୍ଣବ୍ୟ କୀର୍ତ୍ତନରେ ପଢ଼ୁଥିଲେ, ଯଥା ହୋଇବେ ଗୁରୁ ନିନ୍ଦା ତଥା ନାରାଇବେ। ଯଦି ଗୁରୁ ନିନ୍ଦା ଯଦି ଜୀବନରେ କେହି କଲା, ତା ଛାଇ ମଧ୍ୟ ମାଡ଼ିବା ଉଚିତ। କାରଣ ସେ ଗୁରୁ ନିନ୍ଦୁକ। ଇନ୍ଦ୍ରଙ୍କ ଦରବାରରେ ରାଜା ଇନ୍ଦ୍ର, ତାଙ୍କ ଦରବାରରେ ନୃତ୍ୟ ଗୀତ ସଙ୍ଗୀତ ଚାଲିଛି। ଏଇ ଭିତରେ ଜଣେ ବ୍ୟକ୍ତି, ସେଇ ନାଚ କରୁଥିବା ବ୍ୟକ୍ତିଙ୍କ ଭିତରୁ ଜଣେ ଆସିଲେ। ତାଙ୍କ ଲାବଣ୍ୟ ବା ତାଙ୍କ ରୂପରେ ଇନ୍ଦ୍ର କାଳେ ମୋହିତ ହୋଇଗଲେ। ଇନ୍ଦ୍ର ଯଦି ମୋହିତ ହେବେ, ତାହେଲେ ସେ ଇନ୍ଦ୍ର ହେଲେ କାହିଁକି?
ତମେ ଇନ୍ଦ୍ରପାଟ କରୁଛ, ଦେଖିଲା ବେଳକୁ ଏଇଭଳିଆ କୁତ୍ସିତ କାମ କରୁଛ। ଇଏ କଥାଟାକୁ ଯେତେବେଳେ ସେ ନୃତ୍ୟକାରିଣୀ ଝିଅଟି ଜାଣିଲା, ସେମାନଙ୍କ ଭିତରେ ବି ଶକ୍ତି ଅଛି, ସମସ୍ତଙ୍କ ଭିତରେ ଶକ୍ତି ଅଛି, ଆମେ ତାକୁ ତ ଖୋଜୁନୁ ଆଉ। ତ ଏଇ ଯେଉଁ ଶକ୍ତିଟି ସେ ଅଛି, ସେଇ ଶକ୍ତି ବଳରେ ସିଏ ଆଉ ନାଚ କଲାନି, ଇନ୍ଦ୍ରଙ୍କୁ ଚାହିଁକିରି ଠିଆ ହେଲା। ସମସ୍ତେ କହିଲେ ଆରେ ଇଏ କ'ଣ ନାଚ, କ'ଣ ଆର ମନେ ପଡ଼ୁନି ନା କ'ଣ, ଆଉ କ'ଣ ନାଚୁ ନେଇ ଏମିତି ଠିଆ ହେଲାଣି। ସିଏ କହିଲେ ଯେ ଦେବରାଜ ଇନ୍ଦ୍ର ବର୍ତ୍ତମାନ ଯେଉଁ କଥା ସେ ଚିନ୍ତା କରୁଛନ୍ତି, ସିଏ କଥା କେବେ ବି ଫଳିବନି। ଏଠି ତାଙ୍କର ଗୁରୁବର୍ଗମାନେ ବସିଛନ୍ତି, ସଭାରେ କ'ଣ କେବଳ ଖାଲି ଇନ୍ଦ୍ର ଆଉ ସେଇ ନାଚବାଲିଟି ଅଛି, ସମସ୍ତେ ଅଛନ୍ତି। କିନ୍ତୁ ଯେଉଁ ପ୍ରକାର ଭୁଲ ସେ କରୁଛନ୍ତି, ସେ ଭୁଲ ପାଇଁ ସେ ଦଣ୍ଡିତ ହେବେ, ଅଭିଶପ୍ତ ହେବେ। ସଭା ମଉଳିଗଲା ଯେ କ'ଣ ପାଇଁ ଦେବରାଜ ଇନ୍ଦ୍ର ସେ ଅଭିଶପ୍ତ ହେବେ। ସେ ପରିଷ୍କାର କହିଲେ, ତୁମେ ଯେଉଁ ଯୋନିକୁ ଭଲ ପାଇ ତମେ ଦେବତ୍ୱ ବା ଇନ୍ଦ୍ରତ୍ୱକୁ ଭୁଲିଗଲ, ସେଇ ଯୋନିର ଚିହ୍ନ ତମ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁଠି ରହିବ। ଲଭିଲେ, ସେ ପଦଟି ମନେ ପଡ଼ୁନି, ମୁଁ କହିଦିଅନ୍ତି ଯେ ପୂର୍ବେ ରାଜା ଇନ୍ଦ୍ର ଥିଲେ, ଗୁରୁ ପତ୍ନୀକୁ ହରିଲେ, ତାଙ୍କ ଅଭିଶାପରେ ଲଭିଲେ ସହସ୍ର ଯୋନି। ଆଜି ବି ଆପଣ ଦେଖିବେ ଆମ ଓଡ଼ିଶାର ରାଉରକେଲା, ସେଠି ରହିଛନ୍ତି ବ୍ରାହ୍ମୀ ଶଙ୍ଖ କୋଇଲି ନଦୀ। ସେ ନଦୀ କୂଳରେ ଗୋଟେ ପଥର ଅଛି, ସେ ପଥରରେ ସହସ୍ର ଯୋନିର ଚିହ୍ନ ଅଛି। ତାମାନେ ସେଇ ଅଭିଶାପ ଦ୍ୱାରା ସେ ପଥରଟି ମଧ୍ୟ ଗୋଟେ ତାର ପଥରର ଯେଉଁ ଶକ୍ତି, ସିଏ ଶକ୍ତି କୁଆଡ଼େ ପଳେଇଲାଣି, ଗୋଟେ ଯୋନି ରୂପରେ ସେ ପଡ଼ିଛି। ସେଠି ବି କେହି ଯାଆନ୍ତି, ଏବେ ଆଉ ଅଛି କି ନାହିଁ ମୁଁ କହିପାରିବିନି। ଯେତେବେଳେ ଆମେ ଯାଉଥିଲୁ ପ୍ରଥମେ ସେତେବେଳେ ସେ ପଥରକୁ ଆମେ ଦେଖିଛୁ। ତେଣୁ ଜୀବନରେ ଭୁଲ ଏମିତି ଆମେ ବାଟରେ ଯାଉଛୁ ଝୁଣ୍ଟି ପଡ଼ିଲୁ, ଇଏଗୁଡ଼ା କ'ଣ ଭୁଲ? କଥା କହୁ କ'ଣ ଗୋଟେ କହିଦେଲୁ, ସେଇଟା କ'ଣ ଭୁଲ? ସେଇଟା ଗୋଟେ ଅନ୍ୟମନସ୍କ। ତଥାପି ଏଇ ଅନ୍ୟମନସ୍କ ମଣିଷକୁ ବାରମ୍ବାର ଶିକ୍ଷା ଦିଆଯାଇଛି, ଶୃଙ୍ଖଳିତ ହୁଅ, ସଂଯମିତ ହୁଅ। ତମେ କ'ଣ ଗୋଟେ ହାତ ପାଇଛ, ଗୋଟେ ବହୁତ ବଡ଼ ଲମ୍ବା ହାତ, ସେ ହାତ କ'ଣ ପାଇଥିଲ କାହାକୁ ଚଟକଣା ମାରିବ ବୋଲି, କାହାକୁ ବିଧା ମାରିବ ବୋଲି ଜନ୍ମ ହେଇଥିଲ? କାହାକୁ ଛୁରୀ ମାରିବ କି ଖଣ୍ଡା ବୁଲେଇବ, ବଳାତ୍କାର କରିବ, କାହାକୁ ହାଣି ହୁଣିକିରି ମଧ୍ୟ ନାଳ ନର୍ଦ୍ଦମାରେ ପକାଇଦେବ, ଏଇଥିପାଇଁ କ'ଣ ତୁମକୁ ଦିଆଯାଇଥିଲା ହାତ? ଇଏ ହାତରେ ପୁଣି 10ଟି ଆଙ୍ଗୁଠି ଅଛି, ଇଏ ଆଙ୍ଗୁଠିମାନଙ୍କୁ କାହିଁ ଦିଆଯାଇଥିଲା? ମନେ କରାଯାଉ ତୁମର ବର୍ତ୍ତମାନ ଆଙ୍ଗୁଠି କି କାଟି ଦିଆଯିବ, ଖାଇବ କେମିତି? ଚେଷ୍ଟା କରି ଦେଖ। ଚାମଚ ତ ଧରି ହେବନି, ଆଉ ଖାଇବ କ'ଣ? ତେଣୁ ଇଏ ଆଙ୍ଗୁଠି ବି
ମଣିଷ ଭିତରେ ଯେଉଁ ଆଙ୍ଗୁଠି ନଖ ଅଛି ସିଏ ବି ବର ପ୍ରାପ୍ତି ହେଇଛି, ସେ ମଣିଷ ଭିତରେ ରହିବ ଏବଂ ମଣିଷକୁ ଖୁଆଇ ଶିଖେଇବ, କର୍ମ ଶିଖେଇବ, ସବୁ କଥା ଶିଖେଇବ। ଆଉ ତେଣୁ ହାତକୁ ମଧ୍ୟ ଆମେ ଜାଣି ଶୁଣିକିରି ମାନେ ତାକୁ ବି ଅଭିଶପ୍ତ କରୁଛୁ। ଯେଉଁ ପାଟିରେ ଦାନ୍ତ ଥିଲା, ଜିଭ ଥିଲା, ସେ କାହିଁକି ଥିଲା? ଗୋଟେ ଭଲ ଜିନିଷ ଖାଇବା ପାଇଁ ଥିଲା, ଭଲ କଥା କହିବା ପାଇଁ ଥିଲା, ଭଲ ମଣିଷଟିଏ ହେବା ପାଇଁ ଥିଲା। ତମେ କ'ଣ ସେ ପାଟିଟାକୁ ସେଇ ଭଲରେ ରଖିଛ? ସେ ପାଟିଟାକୁ ତମେ ମଧ୍ୟ ଏଭଳି ଶବ୍ଦ ପ୍ରୟୋଗ କରି, ଏଭଳି ନିର୍ଦ୍ଦେଶ ଅନ୍ୟମାନଙ୍କୁ ଦେଇ ତୁମେ ସେ ପାଟିଟାକୁ ମଧ୍ୟ ଅଭିଶପ୍ତ କରିଦେଇଛ। ମୁଁ କହୁଛି ବୋଲି ମୁଁ ଗୋଟେ ଭଦ୍ରଲୋକ, ମୁଁ ସେ କଥା କହୁନି। ଆମେ ସମସ୍ତେ ଆମର ପାଟି, ଆମର କଥା, ଆମର ଖାଦ୍ୟପେୟ, ଆମ ହାତର ସେବା କର୍ମ ଠାରୁ ଆରମ୍ଭ କରି ଆମ ପାଦର ଚାଲି, ଯେଉଁ କଥାକୁ ଆମେ ନିତ୍ୟ ନୈମିତ୍ୟ ବ୍ୟବହାର କରୁଛୁ ବା ନିହାତି ଆମର ସେ ଦରକାର, ସେଗୁଡ଼ିକକୁ ପରିବର୍ତ୍ତନ କରିବାକୁ ହେଲେ ଗୁରୁଙ୍କର ପଦାବ୍ଜରେ ଶରଣ ନିଅ, ଗୁରୁଙ୍କ କଥାକୁ ମାନ। ପରୀକ୍ଷା କରି ଦେଖ, ଗୁରୁଙ୍କ କଥାକୁ ମାନିଲେ ପ୍ରକୃତରେ କ'ଣ ହୁଏ ଆଉ କ'ଣ ହୁଏ ନା। ଯଦି ବଶିଷ୍ଠ କହିଥାନ୍ତେ ଦଶରଥଙ୍କୁ, ହଁ ରାମଚନ୍ଦ୍ରଙ୍କର ବିବାହ ସାଙ୍ଗେ ସାଙ୍ଗେ କରିଦିଅ, ଦଶରଥ ରାଜା ସେ ସାଙ୍ଗେ ସାଙ୍ଗେ କହିଲେ 5-10 ମିନିଟ୍ ଭିତରେ ସେ ରାମଙ୍କୁ ବିବାହର କରିଦେଇଥାନ୍ତେ। କଲେ ନେଇ କାହିଁକି? ଗୁରୁ ଯେଉଁ ଦିନ କହିଛନ୍ତି ସେଇ ଦିନ ହେବ। ସେଇ କଥାକୁ ଅପେକ୍ଷା କରିଥିବାରୁ ସେଇ ସମୟ ଭିତରେ ଗୋଟେ ରାମାୟଣ ଭଳି ଶାସ୍ତ୍ର ବି ସୃଷ୍ଟି ହୋଇଗଲା। ତାରକା ରାକ୍ଷାସୀ ସେଇଥିପାଇଁ ମଲା, ସେଇଥିପାଇଁ ସୀତା ଚୋରି ହେଲେ, ରାବଣ ସେଇଥିପାଇଁ ସୀତାଙ୍କୁ ନେଲା, ମାୟା ମୃଗ ସେଇଥିପାଇଁ ବୁଲିଲା। ଗୋଟାଏ କଥାକୁ ଉପେକ୍ଷା କରି ରାବଣ, ଜଣେ ପୁଣ୍ୟବନ୍ତ ମଣିଷ ରାବଣ, ଜଣେ ଆଦର୍ଶ ବ୍ରାହ୍ମଣ, 10ଟି ମୁଣ୍ଡର ବୁଦ୍ଧି ତା ପାଖରେ ଥିଲା, 20ଟି ହାତର ଶକ୍ତି ତା ହାତରେ ଥିଲା। ଶେଷରେ ଅଭିଶପ୍ତ ହେଲା ଏବଂ ସିଏ ସଂସାରରୁ ବିଦାୟ ଦେଲା। ସେ ଏଡ଼େ ବଡ଼ ପଣ୍ଡିତ ଥିଲା, ମୃତ୍ୟୁ ବେଳକୁ ମଧ୍ୟ ରାମଙ୍କର ସେଇ ଦିବ୍ୟ ରୂପକୁ ଦେଖି ଦେଖି ମଲା। ଏମିତିଆ ଭାଗ୍ୟ କ'ଣ ଆମର ହେବ? ରାମଙ୍କର ଦିବ୍ୟ ରୂପକୁ ଦେଖିକିରି ତ ଗଲା, ରାମକୁ ପୁଣି କଥାବାର୍ତ୍ତା ହେଇକିରି ମଲା। ଏଭଳି ଦିବ୍ୟ ପୁରୁଷ ପୃଥିବୀରେ କେତେ ଜଣ ଅଛନ୍ତି? ସେ କଥାବାର୍ତ୍ତା ହେଇକିରି ମଲା। ସେ କଥାବାର୍ତ୍ତାଟି କ'ଣ? ସେ କଥାବାର୍ତ୍ତାରେ ପୁରୀ ତରକାରୀ ଅମୁକ ତମୁକ ଏଗୁଡ଼ାକ ସବୁ ନଥିଲା। ସେ କ'ଣ କଥାବାର୍ତ୍ତା ଥିଲା? ହେ ରାମ, ମୁଁ ପୃଥିବୀରୁ ବିଦାୟ ନେବି, ପୃଥିବୀରେ ମୁଁ ବହୁତ ଦିନ ରହିଗଲିଣି, ଆଉ ରହିବିନି। ଆଉ ପୃଥିବୀର ରତ୍ନ
କହୁଛି ସୁନା। ପୃଥିବୀର ସର୍ବଶ୍ରେଷ୍ଠ ରତ୍ନକୁ ମଧ୍ୟ ମୁଁ ଭୋଗ କରି ସାରିଲେଣି। ଜ୍ଞାନ ଓ ବିଜ୍ଞାନକୁ ମଧ୍ୟ ମୁଁ ଆୟତ୍ତ କରି ସାରିଛି। ମୋର ସମସ୍ତେ ଅଛନ୍ତି, ରାଣୀ ଅଛନ୍ତି, ମନ୍ତ୍ରୀ ଅଛନ୍ତି, ସେନାପତି ଅଛନ୍ତି, ସମସ୍ତେ ଅଛନ୍ତି। କିନ୍ତୁ ମୁଁ ନିଜେ ଆଉ ଚାହୁଁନାହିଁ ତାରି ଭିତରେ ମୁଁ ରହିବି। କ'ଣ ଚାହୁଁଛ ତୁମେ? ମୁଁ ଚାହୁଁଛି ଆପଣଙ୍କର ଏଇ ଦିବ୍ୟ ରୂପକୁ ଦେଖୁ ଦେଖୁ ତମେ ଠିଆ ହେଇଥିବ, ତମକୁ ମୁଁ ଦେଖୁଥିବି, ତାପରେ ମୋ ଜୀବନ ଦୀପ ଲିଭିଯିବ। ରାମ ମଧ୍ୟ ଭାବପ୍ରବଣ ହେଇଗଲେ। ଇଏ ରାବଣ ପୁଣି ଏଡ଼େ ବଡ଼ ଶୃଙ୍ଖଳିତ ବ୍ରାହ୍ମଣ। ଶେଷରେ ରାମ ବି କହିଲେ ରାବଣ ତମେ ତ ଯିବ, ଆମେ ଅଯୋଧ୍ୟାକୁ ଯିବୁ। ଅଯୋଧ୍ୟାରେ କ'ଣ ଆମେ ସବୁଦିନ ରହିବୁ? ଆମେ ବି ବୁଢ଼ା ହେବୁ, ଆମେ ବି ମରିବୁ। କିନ୍ତୁ ଆମକୁ ଗୋଟିଏ କଥା ଆମର ମାଗୁଣି, ଆପଣ ତ ବହୁ ବର୍ଷ ଧରି ଇଏ ପୃଥିବୀକୁ ଭୋଗ କଲେଣି, ଆପଣଙ୍କର ତ ବହୁତ ଅନୁଭୂତି ଥିବ, ଯେ ଆମକୁ ସେ ଅନୁଭୂତିରୁ କିଛି ପଦେ ଅଧେ କୁହନ୍ତୁ। ରାମ କହିଲେ ମୋ ପାଖରେ କ'ଣ ଅନୁଭୂତି ଅଛି ନ ଅଛି ମୋର ସେ କଥା ମୋର କିଛି କହିବାର ନାହିଁ, କାରଣ ମୁଁ ଉପଲବ୍ଧି କଲେଣି ଆପଣଙ୍କ ଭିତରେ ଯେଉଁ ଅନୁଭୂତି ଅଛି ସେ ତ ମାନେ ଆହୁରି ଲକ୍ଷେ ବର୍ଷ ତୁମକୁ ବଞ୍ଚେଇ ଦେବ, ଆଉ ଆମେ କ'ଣ ଅନୁଭୂତି ଦେବ? ଆପଣ କ'ଣ ଆମକୁ ଉପଦେଶ ଦେବେ? ଆଜି ଆପଣ ଯିବେ, ଗତକାଲି କି ପରଦିନ ସୀତା ଯିବେ ଅଯୋଧ୍ୟାକୁ, ଆମେ ରଥରେ ବସେଇ ସବୁ ନେଇଯିବୁ। ଅଯୋଧ୍ୟାରେ ଆମେ ଯାଇ କ'ଣ କରିବୁ? ରାଜା ହେବୁ। ସେ ରାଜାଟା କେମିତି ହୁଅନ୍ତି ସେଟା ତ ଆମେ ଜାଣିନୁ। ଆମେ 14 ବର୍ଷ ଜଙ୍ଗଲରେ ବୁଲୁ, ଜାଣିଲୁ କେତେବେଳେ? ରାବଣ ସେଇଠି କେତୋଟି ଶିକ୍ଷା ସେ ଦେଇଥିଲା। କିଏ କ'ଣଟି 3, କିଏ କ'ଣଟି 4, ସେଥିରୁ କ'ଣ ମିଳିବ? ଆମେ ତ ସେଠି ନଥିଲୁ, ସେ ତାଙ୍କର ଯାହା ଲେଖିଛନ୍ତି ଆମେ ପଢ଼ୁଛୁ। ତେଣୁ ସିଏ ଶିକ୍ଷା, ପ୍ରଥମ ଶିକ୍ଷା ଦେଲେ ଆଜିର କାମ ଆଜି କରିବ। ଦେଖନ୍ତୁ, ସମସ୍ତଙ୍କ ପାଇଁ, ସମଗ୍ର ପୃଥିବୀ ପାଇଁ ଏ ବାର୍ତ୍ତା। ଆମେ ହିନ୍ଦୁମାନେ ସିନା ରାମଙ୍କୁ ବେଶୀ ମାନୁଛୁ, କିନ୍ତୁ ସମଗ୍ର ପୃଥିବୀ ପାଇଁ ସେ ଗୋଟିଏ ବାର୍ତ୍ତା ଦେଲେ, ହେ ରାମ, ଆଜିର କାମ, ଆଜି ଯାହା କାମ ଅଛି, ଆଜିର କାମ ଆଜି ଶେଷ କରିବ, କାଲିକି ରଖିବନି। ରାମ କହିଲେ କାହିଁକି? ମୁଁ ସ୍ୱର୍ଗକୁ ଯିବି, ସ୍ୱର୍ଗକୁ ଯିବା ପାଇଁ ମୁଁ ସବୁ ବ୍ୟବସ୍ଥା କରିଦେଇଛି। ଆଜି ଯିବି, କାଲି ଯିବି, ପରଦିନ ଯିବି, ଅପୂର୍ଣ୍ଣ ଯିବି, ଏମିତି ହଉ ହଉ ଆଜି ମୋର ମୃତ୍ୟୁକାଳ ପହଞ୍ଚିଲା, ମୁଁ ବର୍ତ୍ତମାନ ମରିବି। ଆଉ ସ୍ୱର୍ଗକୁ କେମିତି? ତେଣୁ ଆଜିର କାମ ଆଜି କରିବେ। ଶୁଭସ୍ୟ ଶୀଘ୍ରମ୍। ଯେଉଁମାନେ ଜୀବନରେ ଆଳସ୍ୟ, କର୍ମଭୀରୁ ଏବଂ ଯେଉଁମାନେ ଜୀବନରେ ପିତୃମାତୃ ଗୁରୁ ଅପରାଧୀ, ସେମାନଙ୍କ ପାଇଁ ବି ସ୍ୱର୍ଗକୁ ଯିବା ପାଇଁ ରାସ୍ତା ଅଛି, କିନ୍ତୁ ସେ ଯାଇପାରିବେନି। ଚକ ପମ୍ପଚର ହେଇଯିବ, ନହେଲେ ଇଞ୍ଜିନ ଜଳିଯିବ। କାହିଁକି ନା ତୁମେ ଗୁରୁଦ୍ରୋହୀ, ତୁମେ ପିତୃମାତୃଦ୍ରୋହୀ, ସାଧୁ ସନ୍ଥ ଦ୍ରୋହୀ, ତେଣୁ ତୁମେ ଯାଇପାରିବନି। ତାଳଟି ଯେତେବେଳେ କହିଲା ମୁଁ କାହିଁକି ଯାଇପାରିବିନି, ମୁଁ କ'ଣ ଦୋଷ କଲି କି? ମୋ ସ୍ୱାମୀ କ'ଣ ଗୋଟେ ଆସିକିରି
ସେ ଟିକେ ମଦ ଫଦ ଟିକେ ଖାଆନ୍ତି, ଆଉ ଟିକେ ମଦ ଫଦ ପିଇ ଦେଇକିରି କ'ଣ ଗୋଟେ ଅସୁବିଧା ଆପଣଙ୍କର କରିଛନ୍ତି। ଆ ପାଇଁ କ'ଣ ଆପଣ ଚାହିଁଥିଲେ ଯେ ପ୍ରକୃତରେ କ'ଣ ମୋ ସ୍ୱାମୀ ଭଲ ବାଟକୁ ଆସିନଥାନ୍ତେ? ତାଙ୍କୁ ଆପଣ ସାଧୁ ହେଲେ ବୋଲି, ସାଧୁ ହେଇଗଲେ ବୋଲି କ'ଣ ଗୋଟେ ଚିତା କାଟିଦେଲେ, ମୁଣ୍ଡରେ ଲମ୍ବା ଲମ୍ବା ବାଳ ରଖିଦେଲେ, ଆଉ ଗୋଟେ ସାଧୁ ଭଳିଆ ଦେଖାଗଲ। ସାଧୁ ହେଲା ବୋଲି କ'ଣ ତୁମେ ଲୋକଙ୍କୁ ଅଭିଶାପ ଦେବ? ତମ ଭିତରେ କି ସାଧୁଟା ଅଛି? ତେଣୁ ତମେ ଏଇ ଭୁଲ ଜୀବନରେ କରିଛ, ସାଧୁ ହେଇକରି ମଧ୍ୟ ତମ ଭିତରେ ସେଇ ସାଧୁତା ଗୁଣ ନାହିଁ। ସାଧୁ ଯେ ମଳୟ ପବନ କାଷ୍ଠକୁ କରନ୍ତୁ ଚନ୍ଦନ। ତେଣୁ ମନେ ରଖ, ମୁଁ ସୀତାଙ୍କୁ ଚୋରି କରି ନାହିଁ। ତମେ ଶୁଣିଛ ଭୁଲ। ସୀତା ମୋତେ ଚୋରି କରିଛନ୍ତି। ସୀତାଙ୍କୁ କ'ଣ ମୁଁ ଚୋରି କରିବି? ସେ ଜଗତ ଜନନୀ, ଜଗତର ମା'କୁ କ'ଣ ପୁଅ ଚୋରି କରେ? ସିଏ ମୋତେ ଚୋରି କରିବା। ମୁଁ ତିନି ଗାର ମୋ ଦିଅର ପକେଇଥିଲା, ମୁଁ ସେ ପାଖରେ ମୋର ଥିଲି। ମୋତେ ବୁଝେଇ ସୁଝେଇ ଏମିତି କାରସାଦିରେ ପକେଇଲା, ମୁଁ ବାଧ୍ୟ ହୋଇକି ତିନି ଗାରକୁ ଡେଇଁଲି। ତେଣୁ ତୁମେ ମୋତେ ତିନି ଗାରକୁ ଡେଇଁଲି ବୋଲି ତୁମେ ପୁଷ୍ପକ ଯାନରେ ଆଣିଲ ନା ଆଉ। ତେଣୁ ମୁଁ କୌଣସି କଥା କରିନି। ମୁଁ ରାବଣର ମୃତ୍ୟୁ ମୁଁ ଖୋଜି ନାହିଁ। ଲଙ୍କା ଜଳିଯାଉ, ଲଙ୍କା ପୋଡ଼ିଯାଉ, ପାଉଁଶ ହେଇଯାଉ, ଇଏ କଥା ମଧ୍ୟ ଭାରତର ରତ୍ନ ହେଉଛି ସୁବର୍ଣ୍ଣ ଲଙ୍କା। ମୁଁ ଗୋଟେ ଭାରତର ସୁବର୍ଣ୍ଣ ଲଙ୍କା ଏଡ଼େ ବଡ଼ ସମ୍ପତ୍ତି କି ମୁଁ ଧ୍ୱଂସ କରିଦେଇ ପଳେଇବି? ଯେମିତି ଆମର ପୃଥିବୀରେ ଯୁଦ୍ଧ ଲାଗିଛି, ଯେମିତି ଇଏ କହୁଛନ୍ତି ମୁଁ ମାନେ ତା ସତ୍ତା ରଖିବିନି, ସେ ବି କହୁଛି ମୁଁ ତା ସତ୍ତା ରଖିବି। ତମେ କିଏ? ତୁମେ କାହାର ସତ୍ତା ରଖିବ ନ ରଖିବ ସେଗୁଡ଼ା କହି ହେଉଛ କାହିଁକି? ତେଣୁ ସତ୍ତା ଦେଲା ବାଲା ଜଣେ, ରଖିଲା ବାଲା ଜଣେ। ଆମେ ରକ୍ଷକ, ଆମେ ଜଗୁଆଳି, ଆମେ ଜଗି ରଖି ଚଳିବୁ। ସିଏ କାହିଁକି ମୋତେ ଶଳା କହିଲା, ମୁଁ ତାକୁ ଦୁଇ ଚାରିଟା ଶଳା କହିବି? ସିଏ ମୋତେ ଥରେ ଶଳା କହିଛି କ'ଣ, ମୁଁ ଦୁଇ ଚାରିଟା ଶଳା କହିବି? କେନ୍ଦୁଝରରେ ଗୋଟେ ଡାକ୍ତର ବାବୁ ଥିଲେ। ସେ ବାବୁଟି ବାହାସାହା ହେଇଥିଲେ। ବାହାସାହା ହେଇକି ସେ ସ୍ତ୍ରୀ ଲୋକଟି ବି ଥିଲା, ସେ ଏବେ ଗଲେ। ସିଏ ମାନେ ଡାକ୍ତର, ସେ କେଉଁଠି ଦିଲ୍ଲୀରେ ନା କେଉଁଠି ଥିଲେ। ଇଏ ଯାଇକି କହିଲେ ଘରକୁ ଚାଲ, ଇଏ କ'ଣ ଏମିତି କ'ଣ କହିଥିବେ। ଆଉ ତାଙ୍କ ସ୍ତ୍ରୀ କହିଲା ମୁଁ ଯିବିନି, ମୋର ବର୍ତ୍ତମାନ କାମ ଅଛି, ମୁଁ ବର୍ତ୍ତମାନ ଏଇଠି ରହିବି। ତାକୁ ଥରେ କହିଲେ, ଦୁଇଥର କହିଲେ, ତିନିଥର କହିଲେ, ସେ ଜମା ଶୁଣିଲାନି। ମୋର ତ ଯିବାର ମନ ନାହିଁ, ମୁଁ ଯିବି କାହିଁକି? ଡାକ୍ତର ବାବୁ କ'ଣ କଲେ, ସେଇ ମାଟି ଉପରେ ଠିଆ ହେଇ କହିଲେ ମୁଁ ଯାଉଛି, ତୋରି ଭଳି 100ଟି ସ୍ତ୍ରୀ ଲୋକ ମୁଁ ବିବାହ ହେବି। ମୁଁ 100ଟି ବିବାହ ହେବି, ତୁ ନ ଯା। ଆପଣମାନେ ଇତିହାସକୁ ମାନେ ଗପ ବୋଲି ଭାବିବେନି, ସତ। କେନ୍ଦୁଝରର ଘଟଣା ଇଏ। ଏବଂ 100ଟି ସେ ବିବାହ ହେଇଛନ୍ତି। ସମସ୍ତଙ୍କ ନାଁରେ ସମ୍ପତ୍ତି ବାଡ଼ି ଥିଲା, ସମ୍ପତ୍ତି ବାଡ଼ି ଆଉ ଦେଇଛନ୍ତି। 100ଟି ବାହାଘର ସଇଲା, ଡାକ୍ତର ବାବୁ ଦୁନିଆରୁ ଗଲେ। ତେଣୁ ଦୁନିଆରେ ଭଲ ମଣିଷଟିଏ ହେଲେ ଆମେ ଫୁଲଟିଏ ପାଇବା, ମନ୍ଦ ମଣିଷଟିଏ ହେଲେ ଆମେ ଗୋଟେ ମଦ ବୋତଲ ପାଇବା, ଆଉ ପିଇକି ରାସ୍ତାରେ ଗଡ଼ିବା। ଆଉ ତେଣୁ ସମସ୍ତେ ଆମେ ସଂକଳ୍ପ ନେବା ଜୀବନରେ
ମୁଁ ମୋ ପରିବାର ମୋ ସମାଜ ମୋ ଦେଶ ସବୁ ଶୃଙ୍ଖଳିତ ହେଉ। ଏଇ ଆଶ୍ରମରେ ଆପଣ ବହିଛନ୍ତି। ଯଦି ଏଠି ନା ହୋ ହା ଘୋ ଘା, ଆମର ଏଠି ବାହାଘର ସବୁ ଗୋଟେ ଗୋଟେ ଲୋକଙ୍କର କରାଯାଏ, ମୁଁ ଜମା ତଳକୁ ଓହ୍ଲେଇକି ଆସେନି। ମୁଁ ସେଇ ଉପରେ ବହିଥାଏ। ସେ ଯେତେବେଳେ ଯିବେ ମୁଁ ଯାଇକି ବୁଲେଇବି। କ'ଣ ଇଏ କୁଆଡ଼େ ଗଲୁ ରେ, ଇଏ ସେ ବାଉଁଶିଆଟା ଆଣରେ, ଇଏ ସେ ଅମୁକଟା ଆଣରେ, ଏମିତି ଖାଲି ଗୁଡ଼ାଏ ହେଇ 4ଟା 5ଟା ପର୍ଯ୍ୟନ୍ତ ଖାଲି ହୋ ହୋ। ଏଇଠି ଏତେ ଲୋକ ଆପଣମାନେ ବହିଛନ୍ତି, କାହା ପାଟିରେ କଥା ଅଛି ନା କେହି ଡିଷ୍ଟର୍ବ କରୁଛନ୍ତି? ଶୃଙ୍ଖଳା ଯେଉଁଠି, ସଂଯମତା ସେଇଠି, ଯେଉଁଠି ଭଲ ପାଇବା ଅଛି ସେଠି ଭଗବାନ ଅଛନ୍ତି। ତେଣୁ ସବୁବେଳେ ଆମକୁ ସେଇ ଭାବରେ ଯିବା ପାଇଁ ହେବ ଏବଂ ତା ନହେଲେ ଆମ ଜୀବନଟା ବ୍ୟର୍ଥ ହେଇଯିବ। ତେଣୁ ଆଜିର ଏଇ ପବିତ୍ର ଦିନ, ଆଉ କେତୋଟି ଦିନ ପରେ ରଥଯାତ୍ରା ହେବ। ଆଉ କେତେ ଲୋକ ଦେଖିବେ, କରିବେ, ସେ କରିବେ, ସବୁ ବଡ଼ କଥା। ଆମେ ତ ଯିବାର ପ୍ରଶ୍ନ ଉଠୁନି, କିନ୍ତୁ ଜଗନ୍ନାଥଙ୍କୁ ଆମେ ଦେଖିବୁ। ଆପଣମାନେ ଶୃଙ୍ଖଳିତ ହୁଅନ୍ତୁ, ପରିବାରକୁ ଶୃଙ୍ଖଳିତ କରନ୍ତୁ। ଯେତିକି ରଥ କାଠ ବର୍ତ୍ତମାନ ନଷ୍ଟ ହେଲାଣି, ଇଏ ନଷ୍ଟ ହେଉଛି। ରଥରେ ବର୍ତ୍ତମାନ ରଥକୁ ଆଳ କରି ପୁରୀରେ ତ କାଠ ବହୁତ ନଷ୍ଟ ହେଲାଣି। ଦେଖିବେ ଓଡ଼ିଶା କ'ଣ ଭାରତ କ'ଣ, ଯୁଆଡ଼େ ଦେଖିବେ ସାଡ଼େ ରଥ, ସବୁ କାଠରେ। ଆଜି କାଠ ଦରକାର ପଡ଼ୁଛି ଅମ୍ଳଜାନ ଟିକେ ନେବା ପାଇଁ, ଔଷଧଟିଏ। କିନ୍ତୁ ଏମାନେ ଶକରେ କାଠ, ସେ ପୁରୀରେ ରଥ ହେଲା, ଆମର କଟକରେ କାହିଁ ନ ହେବ? ଖାଲି ଗୋଟାଏ କର, ନାଇଁ 5-10ଟା ହେବ। ତେଣୁ ଏଇସବୁ କଥା, ଏଇସବୁ ଶୃଙ୍ଖଳା କେବେ ଭଙ୍ଗ କରିବେ ନାହିଁ। ସମସ୍ତେ ଶାନ୍ତିରେ ରୁହନ୍ତୁ, ବୃକ୍ଷରୋପଣ କରନ୍ତୁ, ଆଦର୍ଶ ପରିବାର ଗଠନ କରନ୍ତୁ। ଆଜିର ଏଇ କଥାକୁ ମୋର ଇଷ୍ଟଦେବ ଏବଂ ଇଷ୍ଟଦେବୀଙ୍କ ପଦାବ୍ଦରେ ସମର୍ପଣ କରି ଗୁରୁଦେବଙ୍କୁ କୋଟି କୋଟି ଅଜସ୍ର ପ୍ରଣାମ ଜଣାଇ କଥାକୁ ଏଇଠି ବିଶ୍ରାମ ଦେଉଛି।